ନୟାଗଡ଼ରେ ଘରେ ଘରେ ତ୍ରିରଙ୍ଗା କାର୍ଯ୍ୟକ୍ରମ ସମସ୍ତ ଜନସାଧାରଣଙ୍କ ଭାବନାରେ ଜାତୀୟତାବୋଧର ଜାଗରଣ କରିବା ସହିତ ଏକତା ଓ ଦେଶଭକ୍ତିରେ ଅନୁପ୍ରାଣିତ କରିବା ଉଦ୍ଦେଶ୍ୟରେ ଚଳିତ ଅଗଷ୍ଟ 9 ତାରିଖରୁ 15 ତାରିଖ ପର୍ଯ୍ୟନ୍ତ ପଲ୍ଲୀଠାରୁ ଦିଲ୍ଲୀ ପର୍ଯ୍ୟନ୍ତ ଘରେ ଘରେ ତ୍ରିରଙ୍ଗା ଅଭିଯାନ ପରିପ୍ରେକ୍ଷୀରେ ଆଜି ଦିବା 12:30 ସମୟରେ ନୟାଗଡ଼ ଜିଲ୍ଲାର ବିଦ୍ୟାଳୟ ଓ ମହାବିଦ୍ୟାଳୟ ଛାତ୍ରଛାତ୍ରୀମାନଙ୍କୁ ନେଇ ଜିଲ୍ଲା ପରିଷଦ ସୃଜନ ସଭାଗୃହରେ ତର୍କ, କୁଇଜ୍, ଚିତ୍ରାଙ୍କନ, ଦେଶାତ୍ମକ ବୋଧ ସଙ୍ଗୀତ ଇତ୍ୟାଦିର ପ୍ରତିଯୋଗିତା କରାଯାଇଥିଲା। ଏଥିନିମନ୍ତେ ତ୍ରିରଙ୍ଗା ପଟ୍ଟଚିତ୍ର, ତ୍ରିରଙ୍ଗା ସେଲ୍ଫି ପଏଣ୍ଟ, ଷ୍ଟାଣ୍ଡିଂ ଇତ୍ୟାଦି କରାଯାଇଛି। ଗ୍ରାମାଞ୍ଚଳର ପ୍ରତ୍ୟେକ ପରିବାରକୁ ପଞ୍ଚାୟତ ସମିତି ମାଧ୍ୟମରେ ଏବଂ ସହରାଞ୍ଚଳର ପ୍ରତ୍ୟେକ ପରିବାରକୁ ଏନ୍ଏସି ଓ ପୌରପାଳିକା ମାଧ୍ୟମରେ ତ୍ରିରଙ୍ଗା ପତାକା ଯୋଗାଇ ଦେବାର ବ୍ୟବସ୍ଥା କରାଯାଇଛି। ପରିବାରର ସଦସ୍ୟମାନେ ପତାକା ସହିତ ସେଲ୍ଫି ନେଇ ସୋସିଆଲ ମିଡ଼ିଆରେ ଅପଲୋଡ଼ କରିବା ପାଇଁ ଅନୁରୋଧ କରାଯାଇଛି। ଆସନ୍ତା 13 ତାରିଖ ସକାଳ 7ଟା ସମୟରେ ନୟାଗଡ଼ର ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟର ଛାତ୍ରଛାତ୍ରୀ, ବରିଷ୍ଠ ନାଗରିକ, ଭାରତ ବିକାଶ ପରିଷଦର ସଭ୍ୟ, ଗଣମାଧ୍ୟମର ପ୍ରତିନିଧି, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀର ସଦସ୍ୟମାନଙ୍କୁ ନେଇ ତ୍ରିରଙ୍ଗା ଯାତ୍ରା ନୟାଗଡ଼ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରୁ ଜଗନ୍ନାଥ ମନ୍ଦିର ପର୍ଯ୍ୟନ୍ତ କରାଯିବ। ଏଥିସହିତ ଅଗଷ୍ଟ 15 ତାରିଖ ଦିନ ଆନୁଷ୍ଠାନିକ ପ୍ୟାରେଡ୍ ପରେ ନୟାଗଡ଼ର ସ୍ୱାଧୀନତା ସଂଗ୍ରାମୀ ଓ ଜାତୀୟ ପୁରସ୍କାର ପ୍ରାପ୍ତ ବ୍ୟକ୍ତିବିଶେଷଙ୍କୁ ସମ୍ମାନିତ କରାଯିବ। ସନ୍ଧ୍ୟାରେ ପଠାଣି ସାମନ୍ତ ସଂସ୍କୃତି ଭବନରେ ଜାତୀୟତା ଓ ଦେଶପ୍ରେମ ଭିତ୍ତିକ ନୃତ୍ୟ ଓ ସଙ୍ଗୀତ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ। ସମସ୍ତ ଜନସାଧାରଣ ଏହି ଜାତୀୟ କାର୍ଯ୍ୟକ୍ରମରେ ଭାଗ ନେବା ଓ ସହଯୋଗ କରିବା ପାଇଁ ଜିଲ୍ଲା ପ୍ରଶାସନ ତରଫରୁ ଅନୁରୋଧ କରାଯାଇଛି। ଶିବନାରାୟଣ ଦାସଙ୍କ ରିପୋର୍ଟ, ଖଣ୍ଡପଡ଼ା ବାର୍ତ୍ତା।